ସବୁ ସମସ୍ୟାର ମୂଳ କାରଣ କେଉଁଠି? ପ୍ରାୟ ସବୁ ସମସ୍ୟାର ମୂଳ କାରଣ କ'ଣ? ମୁଁ ଯାହା ଭାବୁଛି, ଆମେ ଜେନେରାଲି ଭଲ ଚିନ୍ତାଧାରା ଥିବା ବ୍ୟକ୍ତିଙ୍କୁ ଭଲ କହୁନାହିଁ, ଭଲ ଲାଗନ୍ତିନି ସେମାନେ ଆମକୁ। କିନ୍ତୁ ଭଲ ଦେଖାଯାଉଥିବା ଲୋକଙ୍କୁ ଆମେ ବେଶୀ ଭଲ ଲାଗୁ, ସେମାନେ ଆମକୁ ଭଲ ଲାଗନ୍ତି, ଆମେ ତାଙ୍କୁ ଭଲ ପାଉ, ଆମେ ତାଙ୍କୁ ବିଶ୍ୱାସ କରୁ, ଆମେ ତାଙ୍କୁ ଶ୍ରଦ୍ଧା କରୁ। ତାର ସେମାନେ ଫାଇଦା ନିଅନ୍ତି ସାରା ଜୀବନ। ବୁଝି ହୁଏନି ମୋଟେ। ଏବେ ବି ବହୁତ ଲୋକ ଅଛନ୍ତି, ତାଙ୍କର ଘରେ ପୁଅ ବେକାର ଥିବ, କିନ୍ତୁ ତାଙ୍କର ଜୋଇଁ ଦରକାର ସରକାରୀ ଚାକିରିଆ। ଭାବନ୍ତୁ ତ, ଥଟ୍ ପ୍ରୋସେସ୍, ଭାବନା। 1000ରୁ 3 ଜଣ ଗଭର୍ଣ୍ଣମେଣ୍ଟ ଜବ୍ କରିବେ, 997 ଜଣ କ'ଣ କରିବେ? ସୁଇସାଇଡ଼୍ କରିଦେବେ, ବଞ୍ଚିବେନି ଆଉ। ଏଇଟା ଗୋଟେ ଅଲଗା କଥା, ମୁଁ ତାକୁ ଏକ୍ଜାମ୍ପଲ୍ ହିସାବରେ ନେଉଛି, ଫନି ସେନ୍ସରେ କହୁଛି, ବଟ୍ ଇଟ୍ସ ଏ ଫ୍ୟାକ୍ଟ।